ଆଜିର ଭିଡ଼ିଓରେ ଆମେ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପର ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିବା। କ୍ଷୁଦ୍ର ଗଳ୍ପ ଓ ଉପନ୍ୟାସ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଅ। କ୍ଷୁଦ୍ର ଗଳ୍ପ ଜୀବନର ସୂକ୍ଷ୍ମ ଅନୁଭବ ପରିପ୍ରକାଶ, ଅର୍ଥାତ୍ କ୍ଷୁଦ୍ର ଗଳ୍ପରେ ସୂକ୍ଷ୍ମ ଜୀବନ ବା କୌଣସି ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ କ୍ଷୁଦ୍ର ଗଳ୍ପ ରଚିତ ହୋଇଥାଏ। ଉପନ୍ୟାସ ଜୀବନର ମହାକାବ୍ୟ, ଅର୍ଥାତ୍ ଉପନ୍ୟାସରେ ଜୀବନର ସମ୍ପୂର୍ଣ୍ଣ ଘଟଣାବଳୀ ବର୍ଣ୍ଣିତ ହୋଇଥାଏ। କିନ୍ତୁ କ୍ଷୁଦ୍ର ଗଳ୍ପରେ ଗୋଟିଏ ଘଟଣା, କିନ୍ତୁ ଉପନ୍ୟାସରେ ଅନେକ ଗୁଡ଼ିଏ ଘଟଣା ସେଥିରେ ସମାହିତ ହୋଇ ରହିଥାଏ। ଉପନ୍ୟାସକୁ ଯଦି ଏକ ବୃହତ୍ ବନସ୍ପତି ସହ କଳନା କରାଯାଏ, ତାହେଲେ କ୍ଷୁଦ୍ର ଗଳ୍ପ ସେହି ଅର୍ଥରେ ଏକ ସଳଖ ନାରିକେଳ ବୃକ୍ଷର ମର୍ଯ୍ୟାଦା ହାସଲ କରିବା। ଉପନ୍ୟାସରେ କେବଳ ବ୍ୟକ୍ତି ଜୀବନ ନୁହେଁ, ଏଥିରେ ଗୋଟିଏ ଜାତୀୟ ଜୀବନ ଆତ୍ମପ୍ରକାଶ କରିଥାଏ। ଉପନ୍ୟାସରେ ବ୍ୟକ୍ତି ଜୀବନ ସହିତ ଜାତୀୟ ଜୀବନ ମଧ୍ୟ ଜାତୀୟ ଆତ୍ମପ୍ରକାଶ ମଧ୍ୟ କରିଥାଏ। ସେହିପରି ଗୋଟିଏ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ମାନଦଣ୍ଡ ଉପନ୍ୟାସ ଭିତରେ ଦେଇ ଆତ୍ମପ୍ରକାଶ କରେ। ଗୋଟିଏ ଉପନ୍ୟାସରେ ଗୋଟିଏ ବ୍ୟକ୍ତିର ବ୍ୟକ୍ତିତ୍ୱ ଜୀବନ ସହିତ ଜାତିର ଐକ୍ୟତା, ସଂସ୍କୃତି, ପରମ୍ପରା ଓ ମାନଦଣ୍ଡ ଉପନ୍ୟାସରେ ପ୍ରକାଶିତ ହୋଇଥାଏ। ଉପନ୍ୟାସ ଗୋଟିଏ ଜାତୀୟ ଅତୀତ ଜୀବନକୁ ପୂର୍ଣ୍ଣ ଭାବରେ ଅଧ୍ୟୟନ କରିବାର ସୁଯୋଗ ସୃଷ୍ଟି କରିଥାଏ। ଇତିହାସ ଭିତ୍ତିକ ଉପନ୍ୟାସରେ କଳା ଭିତରେ ସାହିତ୍ୟର ସତ୍ୟପାଠ କରାଯାଇଥାଏ। ଗୋଟିଏ ଜାତିର ବୀରତ୍ୱ ଏବଂ ସୁବର୍ଣ୍ଣ ସମୟ ସହିତ ଜାତୀୟ ଅଧୋଗତି ପ୍ରକାଶ ପାଇଥାଏ। ଉପନ୍ୟାସ ମଧ୍ୟରେ ଉପନ୍ୟାସରେ ବଳିଷ୍ଠ କାହାଣୀ ଏବଂ ବ୍ୟାପକ ଚରିତ୍ର ପ୍ରକାଶ ପାଇଥାନ୍ତି। ଉପନ୍ୟାସରେ ବଳିଷ୍ଠ କାହାଣୀ ଅର୍ଥାତ୍ ଉପନ୍ୟାସର କାହାଣୀ ଦୀର୍ଘ ହୋଇଥାଏ ଏବଂ ଏଥିରେ ଅନେକ ଗୁଡ଼ିଏ ଚରିତ୍ର ରହିଥାନ୍ତି। ଏଥିରେ ବ୍ୟକ୍ତିଗତ ସମସ୍ୟା ଅପେକ୍ଷା ଗୋଷ୍ଠୀ ସମସ୍ୟା ବା ସମାଜ ସମସ୍ୟା ଅଧିକ ଭାବରେ ଆଲୋକିତ ହୋଇଥାଏ। ଅର୍ଥାତ୍ ଉପନ୍ୟାସରେ ବ୍ୟକ୍ତିଗତ ସମସ୍ୟା ଅପେକ୍ଷା ବେଶୀ ସମାଜରେ ଯେଉଁ ସବୁ ଘଟଣା ସବୁ ଘଟିଥାଏ ସେ ସବୁକୁ ନେଇ ଉପନ୍ୟାସ ରଚନା କରାଯାଇଥାଏ ଏବଂ ଉପନ୍ୟାସ ସମାଜର ସମସ୍ୟା, ଗୋଷ୍ଠୀ ସମସ୍ୟା ଇତ୍ୟାଦିକୁ ନେଇ ପ୍ରକାଶିତ କରାଯାଇଥାଏ। ଗୋଟିଏ ଉପନ୍ୟାସ ଭିତରେ ଅନେକ କ୍ଷୁଦ୍ର ଗଳ୍ପ ପ୍ରକାଶିତ ହୋଇଥାଏ। ଅର୍ଥାତ୍ କ୍ଷୁଦ୍ର ଗଳ୍ପ ଗୋଟିଏ ନିର୍ଦ୍ଦିଷ୍ଟ ବା ଗୋଟିଏ କି ଦୁଇଟି ଗୋଟିଏ ଘଟଣାକୁ ନେଇକି ରଚିତ ହୋଇଥାଏ, କିନ୍ତୁ ଉପନ୍ୟାସ ଅନେକ ଗୁଡ଼ିଏ ଘଟଣାକୁ ନେଇକି ରଚିତ ହୋଇଥାଏ। ତେଣୁ ଉପନ୍ୟାସ ଥିବା ଯେଉଁ ଘଟଣା ସବୁ ବିଭିନ୍ନ ଘଟଣା ଅଛି ସେଇ ଘଟଣାକୁ ନେଇକି ଆମେ ଗୋଟିଏ ଗୋଟିଏ କ୍ଷୁଦ୍ର ଗଳ୍ପ ମଧ୍ୟ ରଚନା କରିପାରିବା। ଉପନ୍ୟାସ ଏକ ପୂର୍ଣ୍ଣ କଳା। ଏଥିରେ କଳା ଓ କାରିଗରୀ କୌଶଳ ଉତ୍କୃଷ୍ଟ ଅନୁଭବ କରି ହୁଏ। କ୍ଷୁଦ୍ର ଗଳ୍ପ କ୍ଷୁଦ୍ରାୟତନ ବିଶିଷ୍ଟ। ସେ ମଣିଷ ଜୀବନ ଭାଷ୍ୟକାର। ଗୋଟିଏ ଅନ୍ଧାର ଘରକୁ ଆଲୋକ ପକାଇଲେ ତାର ଯେତିକି ଅଂଶ ଆଲୋକିତ ହେବ ଏବଂ ଏଥିରେ ଆଲୋକର ମହତ୍ତ୍ୱ ଯେତିକି ଫୁଟି ଉଠିବ, କ୍ଷୁଦ୍ର ଗଳ୍ପ ଅନୁରୂପ ଆନନ୍ଦ ପାଠକ ଅନୁଭବ କରିଥାଏ। ଅର୍ଥାତ୍ ଗୋଟିଏ ଅନ୍ଧାର ଘରେ ଯେତିକି ଲାଇଟ୍ ପଡ଼ିବ, ଯେମିତିକି ଗୋଟିଏ ଜୀବନ କେତେ ଗୁଡ଼ିଏ ଘଟଣା ରହିଛି, କିନ୍ତୁ ସେ ଜୀବନରେ କୌଣସି ଏକ ନିର୍ଦ୍ଦିଷ୍ଟ ଗୋଟେ ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ନେଇ ଆମେ କ୍ଷୁଦ୍ର ଗଳ୍ପ ରଚନା କରିପାରିବା। କ୍ଷୁଦ୍ର ଗଳ୍ପ ଉପନ୍ୟାସ ଠାରୁ ପୃଥକ୍। କ୍ଷୁଦ୍ର ଗଳ୍ପ ଉପନ୍ୟାସ ଅଲଗା ଅଲଗା କୁହାଯାଉଛି। ଏହା ଏକ କ୍ଷୁଦ୍ର ବିଭାଗ। କ୍ଷୁଦ୍ର କାହାଣୀ, କ୍ଷୁଦ୍ର ସ୍ୱଳ୍ପ ଚରିତ୍ର, ସର୍ବୋପରି ଅନାବଶ୍ୟକ ବର୍ଣ୍ଣନାକୁ ବାଦ ଦେଇ କ୍ଷୁଦ୍ର ଗଳ୍ପ ପ୍ରକାଶ ପାଇଥାଏ। ସାମ୍ପ୍ରତିକ ସମୟ ସଙ୍କଟମୟ। ମଣିଷ ପାଇଁ କ୍ଷୁଦ୍ର ଗଳ୍ପର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କାରଣ ମଣିଷର ଦୈନନ୍ଦିନ ଜୀବନ କର୍ମମୟ ବା ବ୍ୟସ୍ତତା ଜୀବନରେ ଦୀର୍ଘ ପାଠ ବା ଉପନ୍ୟାସ ପାଠ କରି ବା ତାଙ୍କ ପାଖରେ ସମୟ ନଥିବାରୁ ସେମାନେ କ୍ଷୁଦ୍ର ଗଳ୍ପକୁ ଅଧିକ ପରିମାଣରେ ଗ୍ରହଣ କରୁଛନ୍ତି। ତେଣୁ କ୍ଷୁଦ୍ର ଗଳ୍ପର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। କ୍ଷୁଦ୍ର ଗଳ୍ପ ଉପନ୍ୟାସର ଆନନ୍ଦ ଦେଇପାରିବ ନାହିଁ କି ଉପନ୍ୟାସ କ୍ଷୁଦ୍ର ଗଳ୍ପ ଆବେଗକୁ ପ୍ରକାଶ କରିପାରିବ ନାହିଁ। କ୍ଷୁଦ୍ର ଗଳ୍ପ ଉପନ୍ୟାସର ଆନନ୍ଦ ଦେଇପାରିବ ନାହିଁ କି ଉପନ୍ୟାସ କ୍ଷୁଦ୍ର ଗଳ୍ପ ଆବେଗକୁ ପ୍ରକାଶ କରିପାରିବ ନାହିଁ। ଦୁଇଟାର କାମ ଅଲଗା ଅଲଗା। ଉପନ୍ୟାସରେ କୌଣସି ବ୍ୟକ୍ତିର ଆବେଗ ପ୍ରକାଶିତ ହୋଇଥାଏ ଏବଂ କ୍ଷୁଦ୍ର ଗଳ୍ପ ଆନନ୍ଦ ଦେଇଥାଏ ଆମକୁ। ଉପନ୍ୟାସ କଥା ସାହିତ୍ୟର କ୍ଲାସିକ୍ ବିଚାରଧାରା। କ୍ଷୁଦ୍ର ଗଳ୍ପ ଏହି ବିଚାରଧାରାର ସର୍ବୋତ୍ତମ ସଂସ୍କରଣ। ଆଜିର ଭିଡ଼ିଓରେ ଆମେ ଉପନ୍ୟାସର ଏବଂ କ୍ଷୁଦ୍ର ଗଳ୍ପର ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆଉ ଗୋଟିଏ ପାର୍ଥକ୍ୟ ସମ୍ପର୍କରେ ଆଲୋଚନା କରିବା।